ଆଜିର ପ୍ରଥମ ପ୍ରଶ୍ନଟି ହେଉଛି ନଡ଼ିଆ ତେଲ ସହ କ'ଣ ଲଗାଇଲେ ମୁହଁ ଗୋରା ହୁଏ? ଅପସନ୍ ଏ ମହୁ, ଅପସନ୍ ବି ହଳଦୀ, ଅପସନ୍ ସି ବେସନ, ଅପସନ୍ ଡି ଲେମ୍ବୁ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ବି ହଳଦୀ। ଦ୍ୱିତୀୟ ପ୍ରଶ୍ନଟି ହେଉଛି କେଉଁ ଫଳର ରସ ଖାଇଲେ ଆଣ୍ଠୁଗଣ୍ଠି ସମସ୍ୟାରୁ ମୁକ୍ତି ମିଳେ? ଅପସନ୍ ଏ ଆମ୍ବ, ଅପସନ୍ ବି କଦଳୀ, ଅପସନ୍ ସି କଞ୍ଚା ଅମୃତଭଣ୍ଡା, ଅପସନ୍ ଡି ସେଓ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ସି କଞ୍ଚା ଅମୃତଭଣ୍ଡା। ତୃତୀୟ ପ୍ରଶ୍ନଟି ହେଉଛି ଘିଅ ସହିତ କ'ଣ ଖାଇଲେ ଆଖିର ଦୃଷ୍ଟିଶକ୍ତି ବଢ଼େ? ଅପସନ୍ ଏ ମହୁ, ଅପସନ୍ ବି ଗୁଡ଼, ଅପସନ୍ ସି ଲବଙ୍ଗ, ଅପସନ୍ ଡି ଗୋଲମରିଚ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଡି ଗୋଲମରିଚ। ଚତୁର୍ଥ ପ୍ରଶ୍ନଟି ହେଉଛି ଭାରତର କେଉଁ ନଦୀରେ ସୁନା ପ୍ରଚୁର ମାତ୍ରାରେ ମିଳେ? ଅପସନ୍ ଏ ସୁବର୍ଣ୍ଣରେଖା ନଦୀ, ଅପସନ୍ ବି ସରଜୁ ନଦୀ, ଅପସନ୍ ସି ଗଙ୍ଗା ନଦୀ, ଅପସନ୍ ଡି ଯମୁନା ନଦୀ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଏ ସୁବର୍ଣ୍ଣରେଖା ନଦୀ। ପଞ୍ଚମ ପ୍ରଶ୍ନଟି ହେଉଛି ପଦ୍ମପତ୍ର ସହ କ'ଣ ଖାଇଲେ ଅର୍ଶ ରୋଗ ଭଲ ହୁଏ? ଅପସନ୍ ଏ ବାଦାମ, ଅପସନ୍ ବି ମିଶ୍ରି, ଅପସନ୍ ସି ଲେମ୍ବୁ, ଅପସନ୍ ଡି ମହୁ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ବି ମିଶ୍ରି। ଷଷ୍ଠ ପ୍ରଶ୍ନଟି ହେଉଛି ଦୁନିଆର ସବୁଠାରୁ ବିଶ୍ୱସ୍ତ ପଶୁ କିଏ? ଅପସନ୍ ଏ ଗାଈ, ଅପସନ୍ ବି କୁକୁର, ଅପସନ୍ ସି ମୂଷା, ଅପସନ୍ ଡି ବିଲେଇ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ବି କୁକୁର। ସପ୍ତମ ପ୍ରଶ୍ନଟି ହେଉଛି ସବୁଦିନ ସେଓ ଖାଇଲେ ଶରୀରର କେଉଁ ଅଙ୍ଗ ସୁସ୍ଥ ରହେ? ଅପସନ୍ ଏ ଲିଭର, ଅପସନ୍ ବି କିଡ଼ନୀ, ଅପସନ୍ ସି ଆଖି, ଅପସନ୍ ଡି ଫୁସଫୁସ୍। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଏ ଲିଭର। ଅଷ୍ଟମ ପ୍ରଶ୍ନଟି ହେଉଛି କେଉଁ ଫଳ ଖାଇଲେ ପେଟ ସଫା ରହେ? ଅପସନ୍ ଏ କାକୁଡ଼ି, ଅପସନ୍ ବି କଦଳୀ, ଅପସନ୍ ସି ଜାମୁକୋଳି, ଅପସନ୍ ଡି ପଣସ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ସି ଜାମୁକୋଳି। ନବମ ପ୍ରଶ୍ନଟି ହେଉଛି ପ୍ରତିଦିନ ଲୁଣ ସହ କ'ଣ ସେବନ କଲେ ଆଣ୍ଠୁଗଣ୍ଠି ସମସ୍ୟାରୁ ମୁକ୍ତି ମିଳେ? ଅପସନ୍ ଏ ମହୁ, ଅପସନ୍ ବି ଡାଲଚିନି ଗୁଣ୍ଡ, ଅପସନ୍ ସି ଉଷୁମ ପାଣି, ଅପସନ୍ ଡି ଲେମ୍ବୁ ରସ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ସି ଉଷୁମ ପାଣି। ଦଶମ ପ୍ରଶ୍ନଟି ହେଉଛି ସୌରଜଗତର ସବୁଠାରୁ ଉତ୍ତପ୍ତ ଗ୍ରହ କିଏ? ଅପସନ୍ ଏ ଶୁକ୍ର, ଅପସନ୍ ବି ଶନି, ଅପସନ୍ ସି ବୃହସ୍ପତି, ଅପସନ୍ ଡି ମଙ୍ଗଳ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଏ ଶୁକ୍ର। ଏହିପରି ନୂଆ ନୂଆ ସାଧାରଣ ଜ୍ଞାନ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଓ ଭିଡ଼ିଓ ଭଲ ଲାଗେ ତ ଭିଡ଼ିଓକୁ ଲାଇକ୍ ଗୋଟେ ବି କରିଦିଅନ୍ତୁ।